ସାଙ୍ଗମାନେ ଏ ଭିଡ଼ିଓରେ ଆପଣମାନେ ଦେଖିପାରିବେ ମୋ ଭାଉଜର ଶ୍ରାଦ୍ଧ ପାଇଁ ମାନେ ମୋ ପିଇସି ଆମର ମୋ ଘରଠୁ ମୋ ପିଇସି ଘର ବହୁତ ପାଖ। ସେଥିପାଇଁ ମୋ ପିଇସି କହିଲା ଭାଉଜଙ୍କର ଶ୍ରାଦ୍ଧ ଟିକେ କରିବାକୁ ଯାଉଛି, ତୁ ଟିକେ ଆସେ ଟିକେ ମାନେ ଟିକେ ମୋତେ ଟିକେ ସାହାଯ୍ୟ କରିଦେବୁ। ଅଲ୍ ଅଫ୍ ସଡନ୍ ମୋତେ କହିଲା। ସେତେବେଳକୁ ମୁଁ ମୋର କାମ ସାରିକି ଗଲା ଆସିକୁ ସେ 70% କାମ ସାରି ଦେଇଥିଲା, ଆଉ 30% ଥିଲା। ତାପରେ ଆମେ ଦୁଇ ଭଉଣୀ ଯାକ ମିଶିକି ଆମେ ଲାଗି ପଡ଼ିଲୁ ମାଣ୍ଡୁଆ କାକେରା ଗଢ଼ିବାରେ। ଆଉ କାକେରା ଗଢ଼ି ସାରିଲା ପରେ ମୋ ପିଇସି ପଳେଇଲା ସିଆଡ଼େ ଟିକେ ସଜଡ଼ା ସଜଡ଼ି କରିବା ପାଇଁ। ମୋ ଭଉଣୀ ଏଠି ବସିକି ଛାଣୁଥିଲା, ଆଉ ମୋତେ କହିଲା ଟିକେ ଚକୁଳି ପିଠା ଟିକେ କରିଦେ। ଆଉ ସିଏ ସବୁ ତେଲ ଗିନା ତାଟିଆ ସବୁ ଆଣିକି ସଜାଡ଼ିକି ଦେଇଦେଲା, କହିଲା ତୁ ଟିକେ ଖାଲି କରିଦେ, ମୁଁ ଇଆଡ଼େ ଟିକେ ସଜଡ଼ା ସଜଡ଼ି କରିଦେଉଛି। ସାଙ୍ଗମାନେ ଯେତେ ଲୋକ ଥିଲେ ବି ଆପଣମାନେ ସମସ୍ତେ ଫିଲ୍ କରିଥିବେ ଏ ପିଠାପଣାକୁ ନା ଅଧିକ ଲୋକ ଦରକାର। ସବୁ ଲୋକ ମାନେ ଘରେ ଯେତେ ମଣିଷ ଥାନ୍ତି ପିଠାପଣାକୁ ସମସ୍ତେ ନ ଲାଗିଲେ ସେଇଟା କମ୍ପ୍ଲିଟ୍ ହେଇପାରିବନି। ମାନେ ଜଣେ ଦୁଇ ଜଣିକା କାମ ନୁହଁ, ଏଥିପାଇଁ ସମସ୍ତଙ୍କର କୋଅପରେସନ୍ ଦରକାର। ମୁଁ ଠିକ୍ କହିଲି କି ନାହିଁ ସାଙ୍ଗମାନେ ନିଶ୍ଚିନ୍ତ କହିବେ। ଆଉ ମୋତେ ଧରେଇ ଦେଇଥିଲା ଟିକେ ଚକୁଳି କରିବା ପାଇଁ, ଆଉ ମୁଁ ଏଇଠି ଚକୁଳି କରୁଛି। ଆଉ ସାଙ୍ଗମାନେ ନିଜ ନିଜ ଘରେ କରୁଥିବ ନିଜର ମାନେ ଦେଖ ରୁଟି ହଉ ପିଠା ହଉ ନିଜ ତାୱାରେ କେତେ ଭଲସେ ଉଠିବ, ତମେ ମାନେ ଗୋଟେ ଅଭ୍ୟସ୍ତ ହେଇଯାଇଥିବ। କିନ୍ତୁ ଆଉ ଯେଉଁଠିକି ଗଲେ କଲା ଟିକେ ଅକ୍ୱାର୍ଡ଼ ଲାଗିବ। ଆଉ ସେଇ ଭିତରେ ମୁଁ ଏପଟେ କଲା ଭିତରେ ମୋ ପିଇସି ଟିକେ ବସିକି ସବୁ ସଜଡ଼ା ସଜଡ଼ି କରିଦେଉଥିଲା। ମୁଁ ବି ଭାବୁଥିଲି ମୁଁ ଘରେ କଲେ ତ ଚକୁଳି ବଢ଼ିଆ ସରୁ ସରୁ ହେଉଛି, ଏଠି କାହିଁ ହେଉନି। ତାପରେ ଏଇଠି ମୋ ପିଇସି ଏଇଠି ଗୋଟେ ପେଟିରେ ଆରିସା କାକେରା ମାଣ୍ଡୁ ଏପଟେ ବରା ଆଉ ଆଳୁଚପ ସିଙ୍ଗଡ଼ା ଏରା ସବୁ କିଣିକି ଆଣିଥିଲା ଆରେ। ଆଉ ସେ ସବୁ ସଜାଡ଼ି ଦେଲା, ବିସ୍କିଟ୍ ମିକ୍ସଚର ମିଠା ନିମିକି। ଆଉ ଆପଣମାନେ ତ ଦେଖୁଛନ୍ତି ପୁରା ଗୋଟେ ପେଟି ସଜାଡ଼ି ଦେଲା। ଗୋଟେ ପେଟି କ'ଣ, ଏଇପଟେ ଗୋଟେ ପେଟି ଆଉ ଏପଟ ପେଟିରେ ବି ସବୁ ସଜାଡ଼ି ଦେଲା। ଆଉ ଏଇ ଯେଉଁ ଶାଢ଼ୀଟା ଏଇଟା ଶ୍ରାଦ୍ଧ ଖାଇବା ପାଇଁ ସେ ମୋ ସାନ ଭାଉଜ ପାଇଁ ନେଇଥିଲା। ଆଉ ଏଇ ଯେଉଁ ଶାଢ଼ୀଟା ମୁଁ ଦେଖାଉଛି ଏଇଟା ହେଉଛି ବଡ଼ ନାଇଁ ହଁ ଏଇଟା ବଡ଼ ଭାଉଜ ସାନ ଭାଉଜ ପାଇଁ, ସେଇଟା ବଡ଼ ଭାଉଜଙ୍କ ପାଇଁ। ସଜଡ଼ା ସଜଡ଼ି କରିସାରିଲା ପରେ ମୁଁ ବି ଟିକେ ସକାଳୁ ରେଡ଼ି ହେଇକି ଯାଇଥିଲି ହେରି। ତାପରେ ଆଉ ଟିକେ ରେଡ଼ି ହେଇଗଲି, ଆଉ ଟିକେ କ୍ୟାମେରାରେ ଟିକେ ଦେଖିଥିଲି ମୁଁ କେମିତି ଲାଗୁଛି। ଆଉ ସେମାନଙ୍କର ରେଡ଼ି ସରିନଥିଲା, ଆଉ ସେମାନେ ସବୁ ରେଡ଼ି ହେଇଗଲେ। ଆଉ ସେଇ ଭିତରେ ମୁଁ ମୋର ଫୁଲ୍ ଲୁକ୍ଟା ଆପଣମାନଙ୍କୁ ଦେଖେଇ ଦେଉଛି ମୁଁ କେମିତି ଦେଖାଯାଉଛି। ଆଉ ରେଡ଼ି ରାଡ଼ି ସାରିକି ଆମେ ଆସିକି ପହଞ୍ଚିଲୁ ଦାଣ୍ଡପଟକୁ। ସବୁ ବୋହି ବୋହିକି ଆଣିକି କାର୍ ଭିତରେ ରଖିଲା। ଆଉ ଏଇଠି ଭାଇ ଆମର ନେଇକି ଯେ ଆମେ ସଜଡ଼ା ସଜଡ଼ି କରିକି ପେଟି ସବୁ ରଖିଦେଲୁ। ଆଉ ଏଇଠି ଗାଡ଼ି ଚଲାଉଛନ୍ତି ତା ପାଖରେ ମୋ ଭାଇ ଆଉ ପିଇସିର ମୋର ବସିକି ଚାଲିଲୁ ଏବେ।